ତୋ ଗାତ୍ରରୁ ପଳ କରିଣ ବିପଳ ପଳ ପଳ କରି ସୁଅବକାଶରେ ନୋହିଲେ ବସରେ କେ ପକ୍ଷ ତୋରି। ଅତି ସୁନ୍ଦର ବର୍ଣ୍ଣନା। ରାକ୍ଷସମାନେ କହୁଛନ୍ତି ଦାନ୍ତ ତ କଡ଼ମଡ଼ କରି ଭୟଭୀତ ଆମେ କରେଇବେ ବୋଲି ରାବଣ କହିଲା। ଏମାନେ ଆଉ ଟିକେ ମଧ୍ୟ ଭୟଭୀତ କରିଛନ୍ତି। କ'ଣ କହୁଛନ୍ତି? ରେ ସୁମୁଖୀ, ହେ ସୀତେ, ଗୋ ସୀତେ, ତୁମେ ଏତିକି ଜାଣ ଯେ ଯଦି ତୁମେ ଆମ କଥା ନ ଶୁଣ, ତୋ ଗାତ୍ରରୁ ପଳ, ତୋର ଶରୀରରୁ, ତୋର ଅଙ୍ଗରୁ ବା ଦେହରୁ ପଳ ଅର୍ଥାତ୍ ମାଂସ ବିପଳ କରି ଖଣ୍ଡ ଖଣ୍ଡ କାଟିକିରି ପଳ ପଳ ଶବ୍ଦ ଦେଲେ। ପଳ ବୋଲେ ମାଂସ, ବିପଳ କରିଦେବୁ ଅର୍ଥାତ୍ ସବୁ ମାଂସ ଖଣ୍ଡ ଖଣ୍ଡ କରି କାଟିଦେବୁ ତୋର ଦେହରୁ, ପଳ ପଳ ଖଣ୍ଡ ଖଣ୍ଡ କରି। ଏବଂ ପଳ ଶବ୍ଦ ଅର୍ଥ ହେଉଛି ଓଜନ। ବିଶାଖ ଆଜ୍ଞା ଫୁଲିକ 5 ପଳ, ବିଶାଖ ସେତେବେଳେ ଥିଲା ଫୁଲିକ 5 ପଳ, ବିଶାଖ 40 ପଳ 8 ଫୁଲି। ତେଣୁ ପଳ